ସାର୍ ଆକ୍ଚୁଆଲି ଆମର ଯେତିକି ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଅଛନ୍ତି ସାରା ଓଡ଼ିଶାରେ ସମସ୍ତଙ୍କର ଦାବି ହେଲା ଆମକୁ ଗଭର୍ଣ୍ଣମେଣ୍ଟର ଷ୍ଟାଟସ୍ ଦିଆଯାଏ। ଆମେ ଆପଣମାନେ ଶୁଣିଥିବେ ଆଦର୍ଶ ବିଦ୍ୟାଳୟ ଗୋଟେ ଗଭର୍ଣ୍ଣମେଣ୍ଟ ସ୍କୁଲ କିନ୍ତୁ ଟିଚର ପ୍ରାଇଭେଟ୍। ତ ଟିଚର ମାନେ ନିଜର ଦୁଃଖ ବା ଅଭିଯୋଗ ନେଇକି ସରକାରଙ୍କ ପାଖକୁ ଯାଇଛନ୍ତି, ରାଜରାସ୍ତାକୁ ଯାଇଛନ୍ତି। ସେମାନେ ତାଙ୍କର ଦୁଃଖ ଗୁହାରି ଶୁଣାଇବେ, ସରକାର ବି ମାନିବେ ବୋଲି ଆମର ଆଶା ଅଛି। ଆଉ ତା ବାଦେ ଆମର ଆପଣ ଜାଣିଥିବେ ଗଭର୍ଣ୍ଣମେଣ୍ଟ ଟିଚର ମାନଙ୍କ ବା ଗଭର୍ଣ୍ଣମେଣ୍ଟ ଷ୍ଟାଫ୍ ମାନଙ୍କର ଯଦି କିଏ ଏକ୍ସପାୟାର କରିଯାଉଛନ୍ତି ଚାକିରିରେ ଥାଇକି ତାଙ୍କ ଫ୍ୟାମିଲି ପେନସନ୍ ମିଳେ। ଆମର ସେ ସୁବିଧା ବି ନାହିଁ। ଆମର ବର୍ତ୍ତମାନ ଯାଏଁ 24 ଜଣ ଟିଚର ମୃତ୍ୟୁବରଣ କଲେଣି କିନ୍ତୁ ସରକାର ତାଙ୍କ ପ୍ରତି କିଛି ବି ସାହାଯ୍ୟ ସହାନୁଭୂତି ନାହିଁ। ସାର୍ କେବେ ସୁଦ୍ଧା ସାହାଯ୍ୟ କରିଦେବେ କ'ଣ କେମିତି କ'ଣ ରହିଛି ସାର୍ ଯେଉଁ ପର୍ଯ୍ୟନ୍ତ ସରକାର ଦାବି ମାନି ନାହାନ୍ତି ସେ ପର୍ଯ୍ୟନ୍ତ ଦେବେ ବୋଲି ସେମାନେ ସବୁ ନିଜର ଆଶା ରଖିଛନ୍ତି। ସମସ୍ତେ ପ୍ରମୁଖ ଦାବି ହେଲା ସାର୍ ଆମକୁ ଗଭର୍ଣ୍ଣମେଣ୍ଟ ଷ୍ଟାଟସ୍ ଦିଆଯାଉ। ଆଉ ଦ୍ୱିତୀୟତଃ ୟୁନିଫର୍ମ କ୍ୟାଡର ରୁଲ୍ କରାଯାଉ। ଆମର ନା ଗଭର୍ଣ୍ଣମେଣ୍ଟ ଷ୍ଟାଟସ୍ ନା କ୍ୟାଡର ରୁଲ୍ କିଛି ନାହିଁ। ପାଠପଢ଼ା କେମିତି ହେବ ସାର୍ ଯେହେତୁ ଏଇଟା ପ୍ରଥମରୁ ଦଶମ ପର୍ଯ୍ୟନ୍ତ ରହିଛି ସ୍କୁଲ? ପାଠପଢ଼ା ବହୁତ ବ୍ୟାଘାତ ହେଉଛି। ମୁଁ ଜଣେ ହିଁ ଅଛି, ଚେଷ୍ଟା କରୁଛି ବୁଲି ବୁଲି ସବୁ କ୍ଲାସ୍କୁ କଭର୍ କର କିନ୍ତୁ ଜଣେ ପସିବୁଲ୍ ନାହିଁ। ଆଉ ସାର୍ ସେଇଟା ଆମର ଯେଉଁ ଟିଚର ଆସୋସିଏସନ୍ ଅଛନ୍ତି ସଂଘ ଯାହା ଡିସିସନ୍ ନେଲେ ସାର୍ ସଂଘ ଅନୁସାରେ ସେମାନେ ସବୁ ଯାଇଛନ୍ତି। ଆଉ ମୋର ଆଶା ସରକାର ଅତି ଶୀଘ୍ର ମାନି ନେବେ ଆଉ ଟିଚରମାନେ ପୁଣି ଥରେ ଆସିକି ଯୋଗ ଦେଇ ଆଉ ଥରେ ଶୃଙ୍ଖଳ ଭାବରେ କ୍ଲାସେସ୍ ହେବ। ଆପଣ ଯେଉଁ ନିଟ୍ କଥା କହୁଥିଲେ ତାର ହଁ, ଆମର ପିଲାମାନଙ୍କ ପ୍ରତି ବି ସାର୍ ବହୁତ ଅନ୍ୟାୟ ହେଉଛି। ଅନ୍ୟାୟ ମାନେ କ'ଣ, ଆମର ଆପଣ ଗଭର୍ଣ୍ଣମେଣ୍ଟ ସ୍କୁଲରେ ଯେଉଁମାନେ ପଢ଼ନ୍ତି ଯେଉଁ ଛୁଆମାନେ ତାଙ୍କୁ 15% ରିଜର୍ଭେସନ୍ ମିଳେ